ନୟାଗଡ଼ର ଜିଲ୍ଲାପାଳ ଅଫିସ। ଜିଲ୍ଲାପାଳ କିଛି ଲୋକଙ୍କ ସହିତ ଆଲୋଚନାରେ ବ୍ୟସ୍ତ ଥିଲେ। 15 ମିନିଟ୍ ହେଲା ତାଙ୍କ ଅଫିସ ବାହାରେ ଏପଟ ସେପଟ ହେଉଥିଲେ ତାଙ୍କ ଡ୍ରାଇଭର। କାରଣ ଥିଲା, ଲୋକମାନେ ଯିବା ପରେ ସେ ଜିଲ୍ଲାପାଳଙ୍କୁ ଦେଖା କରିଥାନ୍ତେ। ପ୍ରାୟ 1 ଘଣ୍ଟା ପରେ ସେ ଲୋକମାନେ ବାହାରକୁ ବାହାରିଲେ ଆଉ ଡ୍ରାଇଭରଙ୍କୁ ଭିତରକୁ ଯିବା ପାଇଁ ଅନୁମତି ମିଳିଲା। ସେ ଭିତରକୁ ଗଲେ। ସେତେବେଳକୁ ଜିଲ୍ଲାପାଳ ଫାଇଲ ଦେଖିବାରେ ବ୍ୟସ୍ତ ଥିଲେ। ଯେମିତି ତାଙ୍କ ଡ୍ରାଇଭର ବିଜୟ ଭିତରକୁ ଯାଇଛନ୍ତି, ଜିଲ୍ଲାପାଳ ତାଙ୍କ ଆଡ଼କୁ ନ ନେଇ ପଚାରିଲେ, ହଁ କୁହ, କ'ଣ କହିବ? ବିଜୟ ଥରଥର ହୋଇ କହିଲେ, ସାହେବ, କ'ଣ କହିବି କିଛି ଜାଣିପାରୁନି। ଜାଣିନି ସେ କଥା କହିବା ମୋର ଠିକ୍ କି ଭୁଲ। ଯଦି କିଛି ଭୁଲ ହୋଇଯିବ କ୍ଷମା କରିଦେବେ। ବିଜୟଙ୍କର ଏମିତି କଥା ଶୁଣି ଜିଲ୍ଲାପାଳ ଫାଇଲ ଛାଡ଼ି ତାଙ୍କ ଆଡ଼କୁ ଅନେଇଲେ। ଯୋଡ଼ ହସ୍ତରେ ବିଜୟ ଛିଡ଼ା ହୋଇଥିଲେ ଆଉ ତାଙ୍କ ହାତ ବି ଥରୁଥିଲା। ଯୋଡ଼ ହସ୍ତ ଭିତରେ ରହିଥିଲା କିଛି କାର୍ଡ। ଜିଲ୍ଲାପାଳ ପଚାରିଲେ, କ'ଣ କହିବାକୁ ଚାହୁଁଛ? କ'ଣ ଭୁଲ ହୋଇଯିବ? ଯାହା କହିବାର ଅଛି ଖୋଲିକି କୁହ। ସେଠୁ ବିଜୟ କହିଲେ କି, ସାହେବ, ଜାଣିଛି ମୋର ସେତିକି ଔକାତ ନାହିଁ, ତଥାପି ଆଶା ନେଇ ଆସିଛି। ଯଦି କିଛି ଭୁଲ କହିଦିଏ ଦୟାକରି କ୍ଷମା କରିଦେବେ। ପୁଣି ଜିଲ୍ଲାପାଳ ପଚାରିଲେ କି, କ'ଣ ହେଇଛି ତ କୁହ। ବିଜୟ କହିଲେ କି, ସାର୍, ମୋ ଝିଅର ବିବାହଘର। ପ୍ରଥମ ଥର ପାଇଁ ମୁଁ ଝିଅ ବାହା କରିବାକୁ ଯାଉଛି। ସେଥିପାଇଁ ଆପଣଙ୍କୁ ନିମନ୍ତ୍ରଣ ପତ୍ର ଦେବାକୁ ଆସିଥିଲି। ଯଦି ଆପଣ ମୋ ଦୁଆରେ ପାଦ ଦେବେ। ଜାଣିଛି ମୋର ସେତିକି ଔକାତ ନାହିଁ। ସାର୍, ଆପଣଙ୍କ ପାଖରେ ସମୟ ବି ନାହିଁ। ତଥାପି ଜିଲ୍ଲାପାଳ କହିଲେ, ଆରେ ତମେ କ'ଣ କହୁଛ? ଜମା ବି ଚିନ୍ତା କରନି, ମୁଁ ନିଶ୍ଚୟ ଯିବାକୁ ଚେଷ୍ଟା କରିବି। ଗତ 2 ମାସ ହେଲା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ନୟାଗଡ଼ରେ ଯୋଗ ଦେଇଥିଲେ। ଦେଖିବାକୁ ଯେମିତି ସୁନ୍ଦର, କାମରେ ବି ଥିଲେ ସେତିକି ଧୁରନ୍ଧର। 2 ମାସ ଭିତରେ ସେ ନୟାଗଡ଼ରେ ଚର୍ଚ୍ଚିତ ହୋଇଯାଇଥିଲେ। 50 ବର୍ଷୀୟ ବିଜୟ ତାଙ୍କ ଡ୍ରାଇଭର ଥିଲେ। ସିଦ୍ଧାର୍ଥ ବିଜୟଙ୍କର ପୁଅ ବୟସର ଥିଲେ। ନିମନ୍ତ୍ରଣ କାର୍ଡ ଦେଇ ଯେମିତି ବିଜୟ ଜିଲ୍ଲାପାଳଙ୍କର ଗୋଡ଼ ଛୁଇଁବାକୁ ଚେଷ୍ଟା କରିଛନ୍ତି, ଜିଲ୍ଲାପାଳ ଛିଡ଼ା ହୋଇଗଲେ। କହିଲେ, ଆରେ ତମେ କ'ଣ କରୁଛ? ମୁଁ ତମ ପୁଅ ପରି, ତମ ପୁଅ ବୟସର। ତମେ ମୋ ଗୋଡ଼ କାହିଁକି ଧରୁଛ? ବିଜୟ କହିଲେ କି, ସାର୍, ଦୋଷ ଥିଲେ ଧରିବେନି। ସେଠୁ ଜିଲ୍ଲାପାଳ କହିଲେ କି, ଛୁଟି କେତେ ଦିନ ମିଳିଛି? ବିଜୟ କହିଲେ କି, ସାର୍, 15 ଦିନ ଛୁଟି ମିଳିଛି। ସେଠୁ ଜିଲ୍ଲାପାଳ କହିଲେ କି, ଯଦି କିଛି ଅସୁବିଧା ହୁଏ କହିବ। ଏତିକି କହି ଜିଲ୍ଲାପାଳ ତାଙ୍କ କାମରେ ଲାଗିଗଲେ। ଅନ୍ୟପଟରେ ବିଜୟଙ୍କର ଝିଅ ବିବାହକୁ ଆଉ 7 ଦିନ ବାକି ଥିଲା। ଦିନ ବିତିବାରେ ଲାଗିଲା। 7 ଦିନ ପରେ ବିଜୟଙ୍କର ଝିଅର ବିବାହର ଦିନ ଆସିଲା। ସେଦିନ ବି ଜିଲ୍ଲାପାଳ କାମରେ ବହୁତ ବ୍ୟସ୍ତ ଥିଲେ। ପାଖରେ ତାଙ୍କର କ୍ଲର୍କ ବସିଥିଲେ। ଜିଲ୍ଲାପାଳ ତାଙ୍କୁ ଫାଇଲ ଖୋଜିବାକୁ ଦେଇଥିଲେ। ସେ କ୍ଲର୍କ ଫାଇଲ ଖୋଜୁ ଖୋଜୁ ବିଜୟଙ୍କର ନିମନ୍ତ୍ରଣ ପତ୍ର ଦେଖିଲେ। ତାକୁ ନେଇ ସେ ଡଷ୍ଟବିନ୍ରେ ପକାଇବାକୁ ଯାଉଥିଲେ। ଅଚାନକ ଜିଲ୍ଲାପାଳଙ୍କ ନଜର ସେ ନିମନ୍ତ୍ରଣ ପତ୍ର ଉପରେ ପଡ଼ିଗଲା। କ୍ଲର୍କଙ୍କୁ ପଚାରିଲେ କି, ସେଇଟା କ'ଣ? କ୍ଲର୍କ କହିଲେ, ସାର୍, ବିଜୟଙ୍କ ଝିଅ ବିବାହର କାର୍ଡ। ବିବାହ କଥା ଶୁଣି ଜିଲ୍ଲାପାଳ ଟିକେ ରହିଗଲେ ଆଉ କହିଲେ କି, ଆରେ ତମେ ଠିକ୍ ସମୟରେ ମନେ ପକେଇ ଦେଇଛ। ମତେ ତ ବିଜୟଙ୍କ ଝିଅ ବିବାହକୁ ଯିବାର ଥିଲା। ଶୁଣିକି କ୍ଲର୍କ ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ, ଜଣେ ଜିଲ୍ଲାପାଳ ହୋଇ ଡ୍ରାଇଭର ଝିଅ ବିବାହରେ ଯୋଗ ଦେବେ। ସେଠୁ ଜିଲ୍ଲାପାଳ ତାଙ୍କ ଅନ୍ୟ ଡ୍ରାଇଭରଙ୍କୁ କହିଲେ, ଗାଡ଼ି ବାହାର କର, ଆମେ ଏବେ ବାହାରିବା। କାରଣ ବିଜୟଙ୍କର ଘର ସେଠାରୁ 45 କିଲୋମିଟର ଥିଲା ଆଉ ସେତିକି ବାଟ ପହଞ୍ଚିବାକୁ ପ୍ରାୟ 1 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଲାଗିବ। କାମ ସାରି ଜିଲ୍ଲାପାଳ ରାତି 8ଟା ବେଳକୁ ବାହାରିଗଲେ ବିଜୟଙ୍କ ଘରକୁ। ବିଜୟଙ୍କର ଘର କିଛି ବାଟ ଥିଲା। ଡ୍ରାଇଭରକୁ କହିଲେ, ଗାଡ଼ି ଟିକେ ଦୂରରେ ରଖିଦିଅ, ମୁଁ ଚାଲିକି ପଳେଇବି। ଡ୍ରାଇଭର କିଛି ବାଟ ଆଗରୁ ଗାଡ଼ି ରଖିଲେ। ଜିଲ୍ଲାପାଳ ଚାଲି ଚାଲି ବିଜୟଙ୍କ ଘରକୁ ଗଲେ। ଭାବିଲେ 1 ଘଣ୍ଟା ଭିତରେ କାମ ସାରି ଫେରିଯିବି। ହେଲେ ବିଜୟଙ୍କ ଘରେ କିଛି ଏମିତି ଘଟଣା ଘଟିଲା, 1 ଘଣ୍ଟା କ'ଣ, ସାରା ଜୀବନ ତାଙ୍କ ଘରେ ରହିଗଲେ ଜିଲ୍ଲାପାଳ। ତେବେ ବିଜୟଙ୍କ ଘରେ ସେଦିନ ଏମିତି କ'ଣ ଘଟଣା ଘଟିଲା? ଜିଲ୍ଲାପାଳ ବିଜୟଙ୍କ ଘରେ ସାରା ଜୀବନ ରହିବାର ମାନେ କ'ଣ? ଏହା ଏକ ଏମିତି ଉତ୍ସାହପ୍ରଦ କାହାଣୀ, ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ଏମିତି ତ୍ୟାଗ କେବେ ବି ଆପଣ ଦେଖିନଥିବେ। ତେଣୁ ମୋର ଅନୁରୋଧ, କାହାଣୀକୁ ପୁରା ଦେଖନ୍ତୁ
ଜାଣିପାରିବେ। ଜିଲ୍ଲାପାଳ ବିଜୟଙ୍କ ଘରେ ପହଞ୍ଚିଗଲେ। ସେତେବେଳକୁ ବିଜୟ ହାତ ଯୋଡ଼ି ଅତିଥି ସତ୍କାର କରୁଥିଲେ। ପଛ ପାଖରୁ ଯାଇ କହିଲେ, କେମିତି ଅଛନ୍ତି ସାର୍? ସମସ୍ତଙ୍କ ସାମ୍ନାରେ ଜିଲ୍ଲାପାଳ ସିଦ୍ଧାର୍ଥ ବିଜୟଙ୍କର ପାଦ ଛୁଇଁଲେ। ଯେମିତି ଜିଲ୍ଲାପାଳ ପାଦ ଛୁଇଁଛନ୍ତି, ବିଜୟ ଚମକି ପଡ଼ିଲେ। ସାଙ୍ଗେ ସାଙ୍ଗେ ତଳକୁ ନଇଁ ଯାଇ ଜିଲ୍ଲାପାଳଙ୍କର ହାତ ଧରି ପକାଇ କହିଲେ, ଏ କ'ଣ କରୁଛନ୍ତି ସାହେବ? ତାପରେ ଜିଲ୍ଲାପାଳ ବିଜୟଙ୍କୁ କୁଣ୍ଢାଇ ପକାଇଲେ। ପୁଣି ବିଜୟ କହିଲେ କି ସାର୍, ଆପଣ ଏତେ ବଡ଼ ଅଫିସର, ମୋ ଝିଅ ବାହାଘରକୁ ଆସିଛନ୍ତି। ମୁଁ କେଉଁ ଜନ୍ମରେ କି ପୁଣ୍ୟ କରିଥିଲି ଆପଣ ମୋ ଝିଅ ବାହାଘରକୁ ଆସିଛନ୍ତି? ଜିଲ୍ଲାପାଳ କହିଲେ, କ୍ଷମା କରିବ, ମୋର ବିଳମ୍ବ ହୋଇଗଲା। ବିଜୟ କହିଲେ, ସାର୍ ଆପଣ ସେମିତି କୁହନ୍ତୁନି, ଆପଣ ଜମା ବି ବିଳମ୍ବରେ ଆସିନାହାନ୍ତି। ମୋ ପାଇଁ ତ ଆପଣ ଜଣେ ଭଗବାନ। ଦୁଇ ଜଣଙ୍କ ଭିତରେ ଏମିତି ଭାବ ବିହଳିତ ପୂର୍ଣ୍ଣ କଥାବାର୍ତ୍ତା ଦେଖି ଅନ୍ୟମାନେ ବିଜୟଙ୍କୁ ପଚାରିଲେ, କିଏ କିଏ? ବିଜୟ କହିଲେ, ସାହେବ ହେଉଛନ୍ତି ଜିଲ୍ଲାପାଳ। ଦୁଇ ଜଣଙ୍କ ଭିତରେ କଥା ସରୁ ସରୁ ବିଜୟ କହିଲେ, ସାର୍ ଚାଲନ୍ତୁ, ମୋ ଝିଅ ସହିତ ଭେଟ କରେଇଦେବି। ସେ ବି ଆପଣଙ୍କୁ ଦେଖିବ ବୋଲି ଅପେକ୍ଷା କରିଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ସେଠୁ ବିଜୟଙ୍କର ପଛେ ପଛେ ଚାଲିଲେ। ବିଜୟଙ୍କ ଝିଅ ଲାଲି ତାଙ୍କ ରୁମ୍ରେ ବସି ସଜେଇ ହେଉଥିଲେ। ବିଜୟ କବାଟ ଖୋଲି ଭିତରକୁ ପଶିଲେ। ଆଉ ବାହାରେ ଛିଡ଼ା ହୋଇଥିବା ଜିଲ୍ଲାପାଳଙ୍କୁ ଭିତରକୁ ଡାକିଲେ। ଯେମିତି ଜିଲ୍ଲାପାଳ ଭିତରକୁ ପଶି ଲାଲିକୁ ଦେଖିଛନ୍ତି, ଯେମିତି ସେ ସ୍ତବ୍ଧ ହୋଇଗଲେ। ଲାଲି ବି ଜିଲ୍ଲାପାଳଙ୍କୁ ଦେଖି ତାଜୁବ ହୋଇଗଲେ। ଜିଲ୍ଲାପାଳଙ୍କ ପାଟିରୁ ବାହାରି ପଡ଼ିଲା, ଲାଲି ତମେ? ଲାଲି ବି କିଛି କହିପାରୁନଥିଲେ, କେବଳ ସିଦ୍ଧାର୍ଥଙ୍କୁ ଅନେଇ ରହିଥିଲେ। କିଛି ସମୟ ପରେ ଜିଲ୍ଲାପାଳ ସିଦ୍ଧାର୍ଥ କହିଲେ କି, ଲାଲି ତମକୁ ମୁଁ କେତେ ନ ଖୋଜିଛି। ତମେ ସେଦିନଠାରୁ କୁଆଡ଼େ ଗାୟବ ହୋଇଯାଇଥିଲ? କେତେ କାହାକୁ ନ ପଚାରିଛି ତମ ବିଷୟରେ, କେତେ ଖୋଜିଛି ତମକୁ, ହେଲେ ତମେ ମୋତେ ନ କହିକି କାହିଁକି ପଳେଇଗଲ? କ'ଣ ପାଇଁ? କ'ଣ ହେଇଥିଲା ତମର? ନିଜ ସାହେବଙ୍କର ଓ ନିଜ ଝିଅର ଏମିତି କଥା ଶୁଣି ଚକିତ ହୋଇଗଲେ ବିଜୟ। ଝିଅକୁ ପଚାରିଲେ କି, ଝିଅ ତୁ କ'ଣ ସାର୍ଙ୍କୁ ଆଗରୁ ଜାଣିଛୁ? ଲାଲି ବାପାଙ୍କ ମୁହଁକୁ ଅନେଇଲେ ଆଉ କହିଲେ, ହଁ ବାପା, ଇଏ ହେଉଛନ୍ତି ସିଦ୍ଧାର୍ଥ ଶଙ୍କର। ଝିଅ ମୁହଁରୁ ଶୁଣି ବିଜୟ ଯେମିତି ଚମକି ପଡ଼ିଲେ। ଲାଲି କାହିଁକି ନିଜେ ବିଜୟ ବି ଭାବିନଥିଲେ କି ସେହି ସିଦ୍ଧାର୍ଥ ହେଉଛନ୍ତି ଏଇ ସିଦ୍ଧାର୍ଥ ଶଙ୍କର। ସେଠୁ ବିଜୟ ଆଉ କିଛି କହିବା ଆଗରୁ ଲାଲି କହିଲେ କି, ବାପା ତମେ ଯଦି କିଛି ନ ଭାବିବ ଆମକୁ କିଛି ସମୟ ପାଇଁ ଏକା ଛାଡ଼ିଦେବ କି? ବିଜୟ କହିଲେ, ହଁ ମା, ତୁ ତାଙ୍କ ସହିତ କଥା ହେଉଥା, ମୁଁ ଗେଷ୍ଟଙ୍କ କଥା ବୁଝୁଛି। କହିକି ବିଜୟ ବାହାରକୁ ପଳେଇଲେ। ଏବେ ସେ ରୁମ୍ରେ କେବଳ ଲାଲି ଓ ଜିଲ୍ଲାପାଳ ସିଦ୍ଧାର୍ଥ ହିଁ ଥିଲେ। ସିଦ୍ଧାର୍ଥଙ୍କର ବି ଉତ୍କଣ୍ଠା ବଢ଼ି ବଢ଼ି ଚାଲିଥିଲା। ଲାଲି କହିଲେ କି, ସେଦିନ ତମକୁ ଛାଡ଼ିକି ପଳେଇ ଆସିବା ବ୍ୟତୀତ ମୋ ପାଖରେ ଆଉ କିଛି ବି ଚାରା ନଥିଲା। ମୁଁ ଯଦି ତମକୁ ଜଣେଇକି ଆସିଥାନ୍ତି, ହୁଏତ ତମେ ମୋତେ ଛାଡ଼ି ନଥାନ୍ତ। କିନ୍ତୁ କିନ୍ତୁ କାହିଁକି ଲାଲି? ଏମିତି କି ପରିସ୍ଥିତି ହେଲା ଯେ ତମେ ମୋତେ ଛାଡ଼ି ଦେଇ ପଳେଇ ଆସିଗଲ? ଲାଲି ଆଖିରେ ଲୁହ ଆସିଗଲା। ତାଙ୍କର ସେ ପୁରୁଣା କଥା ମନେ ପଡ଼ିଗଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁହେଁ ଏକା ସାଥିରେ ପିଜି କରୁଥିଲେ। ସିଦ୍ଧାର୍ଥ ଓ ଲାଲି ଦୁହେଁ ଗରିବ ପରିବାରରୁ ଥିଲେ। ତେଣୁ ସେମାନଙ୍କ ସହିତ ବହୁତ କମ୍ ପିଲା ମିଶୁଥିଲେ। ହେଲେ ଦୁହେଁ ପାଠପଢ଼ାରେ କିଏ କାହାଠାରୁ କମ୍ ନଥିଲେ। ସେଥିପାଇଁ ବି ଅନ୍ୟ ସାଙ୍ଗମାନେ ସେମାନଙ୍କୁ ଈର୍ଷା କରୁଥିଲେ। ଦିନେ କ୍ଲାସରେ ଗଣିତ ପଢ଼ାଉଥିଲେ ସାର୍। ପାଠ ମଝିରୁ ସମସ୍ତଙ୍କୁ ପ୍ରଶ୍ନ ପଚାରିଲେ, ହେଲେ କିଏ ବି ଉତ୍ତର ଦେଇପାରିଲେନି। ସେତେବେଳେ ସିଦ୍ଧାର୍ଥଙ୍କୁ ଡକାଗଲା। ସେ ବୋର୍ଡରେ ଏମିତି ସରଳ ଭାବରେ ବୁଝାଇ ଦେଲେ ଯେ ସାର୍ ବି ଚକିତ ହୋଇଗଲେ। ଲାଲି ବି ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ସେହିଦିନଠାରୁ ଲାଲିଙ୍କ ନଜର ସିଦ୍ଧାର୍ଥ ଆଡ଼କୁ ପଡ଼ିଲା। ସେ କ୍ଲାସ ରୁମ୍ରେ ସିଦ୍ଧାର୍ଥଙ୍କୁ ନୋଟିସ୍ କରୁଥିଲେ। ସିଦ୍ଧାର୍ଥ ବି କାହା ଆଡ଼କୁ ନ ଅନାଇ କେବଳ ପାଠ ପଢ଼ାରେ ମନ ଦେଉଥିଲେ। ସେଦିନ ଆଜି ବି ମନେ ଅଛି ଲାଲିଙ୍କର। ହଠାତ୍ ଦିନେ ଖବର ଆସିଲା କି ସିଦ୍ଧାର୍ଥଙ୍କର ବାପା ଚାଲିଗଲେ। ସିଦ୍ଧାର୍ଥ କାନ୍ଦି କାନ୍ଦି ଘରକୁ ଗଲେ। ସବୁ କାମ ସାରି କଲେଜ ଫେରିବା ବେଳକୁ 15 ଦିନ ବିତି ଯାଇଥିଲା। ଏବେ ସିଦ୍ଧାର୍ଥଙ୍କ ପାଇଁ ଚ୍ୟାଲେଞ୍ଜ ବଢ଼ି ଯାଇଥିଲା। କାରଣ ତାଙ୍କ ବାପା ନଥିବାରୁ ସିଦ୍ଧାର୍ଥଙ୍କୁ ପାଠପଢ଼ା ଖର୍ଚ୍ଚ ଉଠାଇବାରେ ସମସ୍ୟା ହେଉଥିଲା। 2 ମାସ ପରେ କଲେଜ ଫିସ୍ ଦେବାର ଥିଲା। ବହୁ ଆଗରୁ ନୋଟିସ୍ ହୋଇଥିଲେ ବି ସିଦ୍ଧାର୍ଥ ଟଙ୍କା ଯୋଗାଡ଼ କରିପାରିଲେନି।
ସେଦିନ ସିଦ୍ଧାର୍ଥ କାନ୍ଦି କାନ୍ଦି ସମସ୍ତଙ୍କୁ ସାହାଯ୍ୟ ଭିକ୍ଷା କରିଥିଲେ ବି କେହି ସାହାଯ୍ୟ କଲେନି। ଏକଥା ଲାଲିଙ୍କୁ ଖୁବ୍ ବାଧିଥିଲା। ଶେଷ ସମୟ ବିତିବାକୁ ଆଉ ମାତ୍ର 15 ମିନିଟ୍ ଥିଲା। ଲାଲି ଲୁଚି ଲୁଚି ଯାଇ କାଉଣ୍ଟରରେ ସିଦ୍ଧାର୍ଥଙ୍କର ଫିସ୍ ଭରିଦେଲେ। ଯଦିଓ ଲାଲି ବି ଗରିବ ପରିବାରରୁ ଥିଲେ। ତାଙ୍କ ବାପା ଜିଲ୍ଲାପାଳ ଅଫିସରେ ଡ୍ରାଇଭର ଥିଲେ। ଲାଲି ନିଜ ପକେଟ ଖର୍ଚ୍ଚରୁ ପ୍ରତି ମାସରେ ସଞ୍ଚୟ କରୁଥିଲେ। ପରଦିନ ନୋଟିସ୍ ବାହାରିଲା କି କିଏ କିଏ କଲେଜ ଫିସ୍ ଦେଇନାହାନ୍ତି ବୋଲି। ଯେତେବେଳେ ନୋଟିସ୍ ବୋର୍ଡ ଉପରେ ସିଦ୍ଧାର୍ଥଙ୍କର ନଜର ପଡ଼ିଲା, ସେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଗଲେ। କାରଣ ସେଥିରେ ତାଙ୍କର ନାଁ ନଥିଲା। ଅର୍ଥାତ୍ ତାଙ୍କ ଫିସ୍ ଭରି ଦିଆଯାଇଥିଲା। ସେ ବୁଝିପାରିଲେନି କି କିଏ ତାଙ୍କ ଫିସ୍ ଭରିଛନ୍ତି। ସାଙ୍ଗେ ସାଙ୍ଗେ କାଉଣ୍ଟରକୁ ଦୌଡ଼ିଲେ ପଚାରିବାକୁ। କାଉଣ୍ଟରରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ତାଙ୍କ ଫିସ୍ ଭରି ଦିଆଯାଇଥିବା ସେ କହିଲେ। ଯେତେବେଳେ କିଏ ଭରିଛନ୍ତି ବୋଲି ପଚାରିଲେ ଆଉ ସେ କର୍ମଚାରୀ ଲାଲିଙ୍କ କଥା କହିଲେ, ଶୁଣିକି ସିଦ୍ଧାର୍ଥ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେ କେବେ ବି ଲାଲିଙ୍କ ସହିତ ମିଶି ନଥିଲେ। କେବଳ ଅଳ୍ପ ଅଳ୍ପ କଥା ମଝିରେ ମଝିରେ ହେଉଥିଲେ। ଏହାପରେ ସେ ଲାଲିଙ୍କ ପାଖକୁ ଯାଇ ତାଙ୍କୁ ଧନ୍ୟବାଦ ଜଣାଇଲେ। ଲାଲି ବି ସିଦ୍ଧାର୍ଥଙ୍କ ମୁହଁରେ ଖୁସି ଦେଖି ଖୁସି ହୋଇଗଲେ। ସେହିଦିନଠାରୁ ସିଦ୍ଧାର୍ଥ ଓ ଲାଲି ଭଲ ବନ୍ଧୁ ହୋଇଗଲେ। ଲାଲି ସିଦ୍ଧାର୍ଥକୁ ପ୍ରତି କଥାରେ ସାହାଯ୍ୟ କରୁଥିଲେ। ସିଦ୍ଧାର୍ଥ ଟଙ୍କା ନେବାକୁ ରାଜି ନଥିଲେ ବି ଲାଲି ତାଙ୍କୁ ଜୋର କରିଦେଉଥିଲେ। ଦିନେ ସିଦ୍ଧାର୍ଥ କ୍ଲାସ ନକରି ଦୂରରେ ଥିବା ଏକ ଗଛ ମୂଳରେ ବସିଥିଲେ। ଲାଲି ତାଙ୍କୁ ବହୁତ ଖୋଜିଲେ, ହେଲେ ପାଇଲେନି। କ୍ଲାସ ସରିଲା। ଲାଲି ସିଦ୍ଧାର୍ଥକୁ ଖୋଜିବାରେ ଲାଗିଲେ। ଯେତେବେଳେ ତାଙ୍କୁ ନିଛାଟିଆ ଜାଗାରେ ଏକା ଏକା ଗଛ ତଳେ ମୁହଁ ଶୁଖେଇ ବସିଥିବାର ଦେଖିଲେ, ତାଙ୍କୁ ଟିକେ ଶକ୍ ଲାଗିଲା। ସିଦ୍ଧାର୍ଥଙ୍କର ମୁହଁ ମଳିନ ପଡ଼ିଯାଇଥିଲା। ବହୁତ ପଚରା ଉଚରା ପରେ ସିଦ୍ଧାର୍ଥ କହିଲେ କି ଅଳ୍ପ ଦିନ ପରେ ପରୀକ୍ଷା, ଆଉ ମୋ ପାଖରେ ବହିଟିଏ ବି ନାହିଁ। କହିକି ମୁହଁ ଶୁଖେଇ ଦେଲେ। ସେ ବହିର ଦାମ 1000 ଟଙ୍କା ଥିଲା। ତେଣୁ କିଣିବା ବି ସମ୍ଭବ ନଥିଲା। ଲାଲି ଶୁଣିକି ଚୁପ୍ ରହିଲେ। କାରଣ ତାଙ୍କ ପାଖରେ ବି ଏତେ ଟଙ୍କା ନଥିଲା। ହେଲେ ସେ ନିଶ୍ଚୟ କଲେ। କିଛି ଟଙ୍କା ଧାର ନେଇ ସେ ପରଦିନ ସେ ବହି କିଣିଲେ। ଆଉ ଯେତେବେଳେ ସିଦ୍ଧାର୍ଥକୁ ଦେଲେ, ସେ ବିଶ୍ୱାସ କରିପାରିଲେନି। ବହୁତ ଖୁସି ହୋଇଗଲେ। ଆଉ ସେହିଦିନ ଠାରୁ ତାଙ୍କ ମନ ଲାଲିଙ୍କ ପାଖରେ ବନ୍ଧା ପଡ଼ିଗଲା। ସିଦ୍ଧାର୍ଥ ଟଙ୍କା ନେବାକୁ ମନା କଲେ। ଲାଲି କହୁଥିଲେ କି ତମେ ଯେଉଁଦିନ ବଡ଼ ଅଫିସର ହୋଇଯିବ, ସେଦିନ ସୁଧ ମୂଳ ସହିତ ଫେରେଇ ଦେବ। ଲାଲି ନିଜେ ଗରିବ ଥିଲେ। ଆଉ ସିଦ୍ଧାର୍ଥକୁ ସାହାଯ୍ୟ କରିବା ପାଇଁ ସେ ହଷ୍ଟେଲ ଭିତରେ ଜୁନିୟର ପିଲାଙ୍କୁ ଟ୍ୟୁସନ୍ କରୁଥିଲେ। ପ୍ରତି ଜାଗାରେ ଲାଲି ଓ ସିଦ୍ଧାର୍ଥକୁ ଏକାଠି ଦେଖିବାକୁ ମିଳୁଥିଲା। ସମସ୍ତେ ଦୁହିଁଙ୍କୁ ଚିଡ଼ାଉଥିଲେ। ତଥାପି ଲାଲି ସିଦ୍ଧାର୍ଥଙ୍କର ହାତ ଛାଡ଼ି ନଥିଲେ। କାହିଁକି କେଜାଣି ସିଦ୍ଧାର୍ଥଙ୍କ ପ୍ରତି ତାଙ୍କର ଦୁର୍ବଳତା ଆସିଯାଇଥିଲା। ସେ ଜାଣିଥିଲେ ଯେ ସିଦ୍ଧାର୍ଥ ଦିନେ ନା ଦିନେ ବଡ଼ ଅଫିସର ହେବେ। ତେଣୁ ସେ ତାଙ୍କର ପୁରା ଦମ୍ ଲଗାଇ ଦେଉଥିଲେ ସିଦ୍ଧାର୍ଥଙ୍କ ପଛରେ। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ବି କେହି କାହାରିକୁ ମନର କଥା କହିନଥିଲେ। ଏମିତି ଏମିତି ପିଜି ଶେଷ ବର୍ଷ ଚାଲିଥିଲା। ଲାଲିଙ୍କ ବାପା ଲାଲିଙ୍କ ପାଇଁ ପୁଅ ଦେଖିବା ଆରମ୍ଭ କରିଦେଇଥିଲେ। ହେଲେ ଲାଲିଙ୍କୁ କିଛି କହିନଥିଲେ। ଦଶହରା ଛୁଟିରେ ଲାଲି ଘରକୁ ଆସିଥିଲେ। ଆଉ ଦିନେ ଯେତେବେଳେ ଲାଲିଙ୍କର ମା ତାଙ୍କ ବ୍ୟାଗରେ ସିଦ୍ଧାର୍ଥଙ୍କର ଫଟୋ ଦେଖିଲେ, ରାଗିକି ପୁରା ନିଆଁ ହୋଇଗଲେ। ସାଙ୍ଗେ ସାଙ୍ଗେ ଲାଲିଙ୍କ ବାପାକୁ ଡାକି ଦେଖେଇଲେ। ଘରେ ପୁରା ହୋ ହଲ୍ଲା ବଢ଼ିଗଲା। ବାପା ବି ଲାଲିଙ୍କୁ ମନ ଇଚ୍ଛା ଗାଳି ଦେଲେ। ଲାଲି ଯେତେ ବୁଝାଇଲେ ବି ମାନିଲେନି। ଶେଷରେ ବାପା ଲାଲିଙ୍କ ପାଠପଢ଼ାରେ ଡୋରି ଲଗାଇଦେଲେ। ଅର୍ଥାତ୍ କଲେଜରେ ଲାଲିଙ୍କ ପାଇଁ ଦଶହରା ଛୁଟି ଥିଲା ଶେଷ ଛୁଟି। ଛୁଟି ସରିଗଲା, ହେଲେ ଲାଲି ଆଉ ଫେରିଲେନି। ଅନ୍ୟ ପଟରେ ଲାଲି ନ ଫେରିବାରୁ ସିଦ୍ଧାର୍ଥ ବି ବ୍ୟସ୍ତ ହୋଇପଡ଼ିଲେ। ଦିନ ପରେ ଦିନ ବିତୁଥିଲା, କିନ୍ତୁ ଲାଲି ଫେରୁନଥିଲେ କି ତାଙ୍କର କିଛି ବି ଖୋଜ ଖବର ନଥିଲା। ସିଦ୍ଧାର୍ଥଙ୍କ ପାଖରେ ଲାଲିଙ୍କର ଠିକଣା ବି ନଥିଲା। ଲାଲି ନିଜ କାହାଣୀ କହୁ କହୁ ସିଦ୍ଧାର୍ଥ ତାଙ୍କ ହାତ ଧରି ପକେଇଲେ। ଆଉ କହିଲେ କି ଥାଉ, ମୁଁ ଜାଣିଗଲି। ଆମ ମଧ୍ୟବିତ୍ତ ପରିବାରରେ ଝିଅକୁ କେବେ ବି ତାର ଇଚ୍ଛାରେ ବିବାହ କରିବାକୁ ଅନୁମତି ମିଳେନି। ଆଉ ତମ ସହିତ ବି ସମାନ କଥା ଘଟିଛି। ହେଲେ ଲାଲି, ତମେ ସିନା ଛାଡ଼ିକି ପଳେଇ ଆସିଲ, ହେଲେ କେବେ ବି ଭାବି ପାରିଲନି କି ତମେ ମୋ ମନରେ ଯେଉଁ ଆଶା ସୃଷ୍ଟି କରିଥିଲ,
ମତେ ଯେଉଁ ଋଣୀ କରିଦେଇଥିଲ ତାର ଋଣ ମୁଁ କେମିତି ସୁଝିବି ବୋଲି ତମେ କେମିତି ଭାବି ପାରିଲନି କି ତମେ ଛାଡ଼ି ଆସିବା ପରେ ମୋ ଅବସ୍ଥା କ'ଣ ହେବ ବୋଲି। ଲାଲି ସିଦ୍ଧାର୍ଥଙ୍କ ପାଟିରେ ହାତ ଦେଇଦେଲେ। କହିଲେ ମୁଁ ସବୁ ଜାଣିଥିଲି, ହେଲେ ମୋର କିଛି ବି ଉପାୟ ନଥିଲା। ତମ ସାଥିରେ ଥିବା ବେଳେ ତ କହିପାରିଲିନି, ହେଲେ ଆଜି ଆଉ ସେ ସୁଯୋଗ ନଥିଲେ ବି ତମକୁ କିଛି କହିବାକୁ ଚାହେଁ। ମୁଁ ଏବେ ବି ତମକୁ ବହୁତ ଭଲ ପାଏ। ଶୁଣିକି ସିଦ୍ଧାର୍ଥ ବି କାନ୍ଦି ପକେଇଲେ ଆଉ କହିଲେ କି ତମେ କ'ଣ ଭାବୁଛ ମୁଁ କ'ଣ ଏତେ ନିଷ୍ଠୁର? ମୁଁ ବି ତମକୁ ବହୁତ ଭଲ ପାଏ, ହେଲେ ତମେ କ'ଣ କଲ ଲାଲି? ଟିକିଏ ଅପେକ୍ଷା କରିପାରିଲନି? ତମକୁ କ'ଣ ତମ ଭଲ ପାଇବା ଉପରେ ବିଶ୍ୱାସ ନଥିଲା? ଲାଲି କହିଲେ ଛାଡ଼, ଏବେ ସେସବୁ କଥାର ଆଉ କିଛି ବି ମାନେ ନାହିଁ। ସିଦ୍ଧାର୍ଥଙ୍କର ମନ ପୁରା ଖରାପ ହୋଇଗଲା। ଏତିକିରେ ବିଜୟ ପୁଣି ଆସି କବାଟ ବାଡ଼େଇଲେ। କହିଲେ ବର ଆସି ପହଞ୍ଚିଗଲାଣି। ସିଦ୍ଧାର୍ଥ ବାହାରି ପଳେଇ ଆସିଲେ। ଚର୍ଚ୍ଚା ପରେ ବରକୁ ନେଇ ଏକ ରୁମ୍ରେ ବସେଇ ଦିଆଗଲା। ଲାଲିଙ୍କ ମାମୁଁ କିଛି ସମୟ ପରେ ବର ପିତାଙ୍କୁ ସବୁ ଯୌତୁକ ସାମଗ୍ରୀର ଲିଷ୍ଟ ଧରାଇଦେଲେ। ହେଲେ ବର ପିତା ଯେମିତି ସେ ଲିଷ୍ଟ ଦେଖିଛନ୍ତି ତାଙ୍କ ରାଗ ବଢ଼ିଗଲା। ଦାବି ମୁତାବକ କାର୍ ଜାଗାରେ ବାଇକ୍ ଦିଆଯାଇଥିବାରୁ ସେ ବିଜୟ ଓ ତାଙ୍କ ଶଳାଙ୍କୁ ଡାକି ମନ ଇଚ୍ଛା ଗାଳିଦେଲେ। ବିଜୟ ନେହୁରା ହୋଇ କ୍ଷମା ମାଗିଲେ। କହିଲେ କାର୍ ପାଇଁ ସେତିକି ଅର୍ଥ ଯୋଗାଡ଼ ହୋଇପାରିଲାନି। 6 ମାସ ସମୟ ଦିଅନ୍ତୁ, ମୁଁ ଯେମିତି ହେଲେ କାର୍ ଦେଇଦେବି। ହେଲେ ବର ପିତା ମାନୁ ନଥିଲେ। ଶେଷରେ ବିଜୟ ବରଙ୍କର ଗୋଡ଼ ଧରି ପକେଇଲେ ଆଉ କହିଲେ କି ପୁଅ, ମୁଁ ତୁମକୁ କଥା ଦେଉଛି 6 ମାସ ଭିତରେ ନିଶ୍ଚୟ କାର୍ ଦେଇଦେବି। ହେଲେ ବର ଘର ପକ୍ଷରୁ ବିଜୟ ଓ ତାଙ୍କ ପରିବାରକୁ ବେଜିତ୍ କରାଗଲା। ଏସବୁ ଦେଖି ଆଉ ସହିପାରିଲେନି ଲାଲି। ରୁମ୍ରୁ ସିଧା ଉଠି ଆସି ବରପିତା ଓ ବରଗାଲରେ ଶକ୍ତ ଚାପଡ଼ା ପକାଇଦେଲେ। କହିଲେ ତମ ପରି ଯୌତୁକ ଲୋଭୀ ମଣିଷକୁ ମୁଁ ବାହା ହେବିନି। ଏବେ ହିଁ ଏଇଠାରୁ ଫେରିଯାଅ। ବିଜୟ ଲାଲିକୁ ଅଟକାଇଲେ, ହେଲେ ଲାଲି ସିଧା ସିଧା ମନା କରିଦେଲେ ଏପରି ମଣିଷକୁ ବିବାହ କରିବା ପାଇଁ। କିଛି ସମୟ ଭିତରେ ବର ଫେରିଗଲା ଆଉ କାନ୍ଦି କାନ୍ଦି ଲାଲି ଦୌଡ଼ି ଯାଇ ରୁମ୍ରେ ପଶି କବାଟ ଦେଇଦେଲେ। ସିଦ୍ଧାର୍ଥ ଛିଡ଼ା ହୋଇ ଏସବୁ ଦେଖୁଥିଲେ ବି କ'ଣ କରିବେ କିଛି ବୁଝିପାରୁନଥିଲେ। ବିଜୟଙ୍କ ପରିବାରରେ ଭାଳେଣି ପଡ଼ିଗଲା। କୁଆଁରୀ ଝିଅକୁ କିଏ ବାହା ହେବ ସେ ନେଇ ବିଜୟଙ୍କର ଚିନ୍ତା ବଢ଼ୁଥିଲା। ବିଜୟଙ୍କ ଆଖିରୁ ଲୁହ ଶୁଖୁନଥିଲା। କେତେ ଧୁମଧାମରେ ସେ ବାହାଘରର ଆୟୋଜନ କରିଥିଲେ, ହେଲେ ଆଶା କରିନଥିଲେ କି ଏମିତି କିଛି ହେବ ବୋଲି। ଏବେ ବିଲେଇ କପାଳକୁ ଶିକା ଛିଡ଼ିବା ପରି ସିଦ୍ଧାର୍ଥକୁ ସୁଯୋଗ ମିଳିଗଲା। ସେ ବିଜୟଙ୍କ ପାଖକୁ ଗଲେ ଆଉ ହାତ ଯୋଡ଼ି କହିଲେ କି ସାର୍, ଯଦି ଆପଣ ଖରାପ ନ ଭାବିବେ ମୁଁ ଗୋଟିଏ କଥା କହିବି। ଜିଲ୍ଲାପାଳ ଜଣେ ସାମାନ୍ୟ ଡ୍ରାଇଭରଙ୍କୁ ହାତ ଯୋଡ଼ିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସାଙ୍ଗେ ସାଙ୍ଗେ ବିଜୟ ଜିଲ୍ଲାପାଳଙ୍କର ହାତ ଧରି ପକାଇ କହିଲେ କି ସାହେବ, ଆପଣ ଆଦେଶ ଦିଅନ୍ତୁ, ହେଲେ ଏମିତି ମୋ ପରି ଜଣେ ସାମାନ୍ୟ କର୍ମଚାରୀଙ୍କୁ ହାତ ଯୋଡ଼ନ୍ତୁ ନାହିଁ। ଜିଲ୍ଲାପାଳ କହିଲେ କି ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହେଁ। ଶୁଣିକି ଯେମିତି ବିଜୟଙ୍କ ପରିବାରର ସମସ୍ତେ ଚମକି ପଡ଼ିଲେ। ଜଣେ ଜିଲ୍ଲାପାଳ ହୋଇ ସାମାନ୍ୟ କର୍ମଚାରୀଙ୍କ ଝିଅକୁ ବାହା ହେବେ, ତା ପୁଣି ଏମିତି ପରିସ୍ଥିତିରେ। କାହାରିକୁ ବି ବିଶ୍ୱାସ ହେଲାନି। ପୁଣି ଥରେ ଜିଲ୍ଲାପାଳ କହିଲେ କି ସାର୍, ମୁଁ ଆପଣଙ୍କ ଝିଅକୁ ଆଗରୁ ଜାଣିଛି ଓ ସେ ବି ମୋତେ ଜାଣିଛି। ମୁଁ ବି ତାକୁ ବହୁତ ଭଲ ପାଏ, ହେଲେ ସମୟ ତାକୁ ମୋ ପାଖରୁ ଅଲଗା କରିଦେଇଥିଲା। ବୋଧହୁଏ ସେହି ସମୟ ଆମ ଦୁହିଁଙ୍କୁ ଏମିତି ପରିସ୍ଥିତିରେ ଯୋଡ଼ିବା ପାଇଁ ଚାହୁଁଛି। ଆପଣ ଦୟାକରି ମନା କରନ୍ତୁନି। ଶୁଣିକି ତ ବିଜୟଙ୍କ ଆଖିରୁ ଆନନ୍ଦ ଅଶ୍ରୁ ବୋହିଗଲା। ସେ କେବେ ବି ଭାବିନଥିଲେ କି ଜିଲ୍ଲାପାଳ ତାଙ୍କର ଜ୍ୱାଇଁ ହେବେ ବୋଲି। ସେ କହିଲେ କି ସାର୍, ମୁଁ ନା କରିବା ପାଇଁ କିଏ? ଆପଣ ମୋ ମାଲିକ। ଆପଣଙ୍କ ପରି ଜ୍ୱାଇଁ ତ 7 ଜନ୍ମ ତପସ୍ୟା କରିଥିଲେ ମିଳେ। ଏ ଖବର ଯେତେବେଳେ ଲାଲିଙ୍କ ପାଖରେ ପହଞ୍ଚିଲା ସେ ବି ଖୁସିରେ ପାଗଳ ହୋଇଗଲେ। ସିଦ୍ଧାର୍ଥ ଲାଲିଙ୍କୁ ବାହା ହୋଇ ଘରକୁ ନେଇ ଆସିଲେ। ଏବେ ଜିଲ୍ଲାପାଳ ପ୍ରତିଦିନ ତାଙ୍କ ଡ୍ରାଇଭରଙ୍କୁ ନମସ୍କାର କରୁଥିଲେ। ତ କାହାଣୀଟି ଏତିକି ଥିଲା। କେମିତି ଲାଗିଲା ନିଜ ନାଁ ଓ ଜାଗା ନାଁ ସହିତ କମେଣ୍ଟ ବକ୍ସରେ ଜଣେଇବେ। ଫଳରେ ଆଗାମୀ ଭିଡ଼ିଓରେ ଆପଣଙ୍କର ନାଁ ଘୋଷଣା ହେବ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ହଁ, ବେଲ୍ ଆଇକନ୍କୁ ଅନ୍ କରିବାକୁ ଜମା ବି ଭୁଲିବେନି। ଆମେ ଆପଣଙ୍କ ସହିତ ଫେସବୁକରେ ବି ଯୋଡ଼ି ହେବା ପାଇଁ ଚାହୁଁଛୁ, ତେଣୁ ଆମ ଫେସବୁକ୍ ପେଜ୍ ସିକ୍ରେଟ୍ ଷ୍ଟୋରିଜକୁ ବି ଫଲୋ କରିଦେବେ। ଗତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ସହିତ ଲାଇକ୍ ସେୟାର ଓ କମେଣ୍ଟ କରିଥିବା ବ୍ୟକ୍ତିମାନେ ହେଲେ
କିଶୋର ବେହେରା, ରବି, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଜଗତସିଂହପୁର, ରଘୁନାଥ ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାମନ୍ତରାୟ, ନିରାକାରପୁର, ଦୀପନ, ଭଦ୍ରକ, ଯଶବନ୍ତ ରକ୍ସ, ସୁନ୍ଦରଗଡ଼, ଲିପିକା ପଣ୍ଡା, ଅନୁଗୁଳ, କଲ୍ୟାଣୀ ଝାରସୁଗୁଡ଼ା, ଟିକନ ଦାସ, ନୟାଗଡ଼, କୈଳାସ ମିଶ୍ର, ଭଦ୍ରକ ଓ ମନୋଜ ମହାନ୍ତି। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।